ଏହି ଯୋଜନାରେ ଚାଷୀମାନେ ମେସିନ୍ ଉପରେ 80% ପର୍ଯ୍ୟନ୍ତ ରିହାତି ପାଉଛନ୍ତି, କିନ୍ତୁ ହାତଛଡ଼ା ହେଲେ ବହୁତ କ୍ଷତି ହେବ। ଦେଖନ୍ତୁ, ଆଜିକା ଡେଟ୍ରେ ଚାଷୀମାନେ ଆଧୁନିକରଣ ଦ୍ୱାରା ଅନେକ ଲାଭାନ୍ୱିତ ହୋଇପାରୁଛନ୍ତି। ସେଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଚାଷୀମାନଙ୍କ ପାଇଁ ଏକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଯେଉଁ ଯୋଜନା ମାଧ୍ୟମରେ ଚାଷୀମାନେ ବିଭିନ୍ନ ଯନ୍ତ୍ରପାତି ଓ ମେସିନ୍ କିଣିପାରିବେ, ତାହା ପୁଣି ସବସିଡି ଜରିଆରେ। ତ ସରକାରଙ୍କ ତରଫରୁ ଯେଉଁ ଯୋଜନା ଗୁଡ଼ିକ କାର୍ଯ୍ୟକାରୀ କରାଯାଉଛି ଚାଷୀମାନଙ୍କ ପାଇଁ, ସେ ଯୋଜନା ଗୁଡ଼ିକ ବିଷୟରେ ଆପଣମାନେ ଜାଣିବା ବୁଝିବା ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି। ଯଦି ଆପଣ ଜଣେ ଚାଷୀ, ଆପଣ ଚାଷବାସ କରି ଆଜିକା ଡେଟ୍ରେ ଆପଣମାନେ ଜୀବିକା ନିର୍ବାହ କରୁଛନ୍ତି, ତାହେଲେ ଏହି ଭିଡ଼ିଓଟି ଆପଣମାନଙ୍କ ପାଇଁ। ଏହି ଯୋଜନା ଚାଷୀମାନଙ୍କ ପାଇଁ କ'ଣ ରହିଛି, ଏ ଯୋଜନାରେ ଆପଣମାନେ କେମିତି କ'ଣ ସାମିଲ ହେବେ, କେଉଁଠୁ ଆପଣମାନେ ମେସିନ୍ କିଣିପାରିବେ, କେମିତି ଆପଣମାନଙ୍କୁ ସରକାରଙ୍କ ତରଫରୁ ସବସିଡି ମିଳିବ, ଆପଣମାନଙ୍କୁ ମେସିନ୍ କିଣିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିବ, ଆପଣମାନଙ୍କୁ କେଉଁଠି ଯିବା ପାଇଁ ପଡ଼ିବ, କେମିତି କ'ଣ ଆପଣମାନେ ଆବେଦନ କରିବେ, ଆପଣ ଅଫଲାଇନ୍ ମାଧ୍ୟମରେ କରିବେ ନା ଅନଲାଇନ୍ ମାଧ୍ୟମରେ କରିବେ, ତା ସହିତ ଆପଣମାନେ ଏହି ସବସିଡି ଟଙ୍କା କେତେ ଦିନ ଭିତରେ ପାଇବେ, ଆପଣମାନଙ୍କର ଆବଶ୍ୟକତା ଡକୁମେଣ୍ଟସ୍ ଗୁଡ଼ିକ କ'ଣ ରହିବ, ଏହି ଯୋଜନାରେ କେଉଁ ଚାଷୀମାନେ ସାମିଲ ହୋଇପାରିବେ, ଏହାର ଯୋଗ୍ୟତା ମାନଦଣ୍ଡ ଗୁଡ଼ିକ କ'ଣ ସବୁ ରହିଛି, ଏଭଳି ସମ୍ପୂର୍ଣ୍ଣ ସୂଚନା ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଜଣାଇଦେବି। ତ ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବେ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟି ଦେଖୁଥାନ୍ତି, ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବାକୁ ଜମା ବି ଭୁଲିବେନି, କାରଣ ଏଇଭଳି ନୂଆ ନୂଆ ଅପଡ଼େଟ୍ ଆପଣ ସର୍ବପ୍ରଥମେ ଜାଣିବାକୁ ପାଇବେ ଏହି ଚ୍ୟାନେଲ ମାଧ୍ୟମରୁ। ଦେଖନ୍ତୁ, ଚାଷୀମାନେ କିଷାନ ସବସିଡି ପାଇବା ଏଥର ସହଜ ହେଲା। ମହଙ୍ଗା ମେସିନ୍ ଏବେ କମ୍ ମୂଲ୍ୟରେ କିଣିବାର ସୁବର୍ଣ୍ଣ ସୁଯୋଗ ଆପଣମାନେ ପାଇପାରିବେ। ଏହି ନୂତନ ସରକାରୀ ଯୋଜନା ଅଧୀନରେ ଆପଣମାନଙ୍କ ପାଇଁ କୃଷି ଉପକରଣ 80% ସବସିଡି ସହିତ ଉପଲବ୍ଧ ରହିଛି। ଏହି ରିହାତିର ଲାଭ ଆପଣ କିପରି ନେଇପାରିବେ, ଆସନ୍ତୁ ସମ୍ପୂର୍ଣ୍ଣ ସୂଚନା ଉପରେ ନଜର ପକାଇବା। ଯଦି ଆଜିକା ଡେଟ୍ରେ ଆପଣମାନେ ଚାଷ ସମ୍ବନ୍ଧୀୟ ଉପକରଣ ଗୁଡ଼ିକ କିଣିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣମାନେ ଏହି ଯୋଜନାରେ ସାମିଲ ହୋଇପାରିବେ, ଯାହା ସରକାରଙ୍କ ତରଫରୁ ଆପଣମାନଙ୍କୁ 80% ସବସିଡି ମିଳୁଛି। ତ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆପଣମାନେ ଏହି ଯୋଜନାରେ କେମିତି ସାମିଲ ହେବେ। ଏ ଯୋଜନାର ନାମ ରହିଛି ଆପଣମାନଙ୍କର କିଷାନ ମେସିନ୍ ସବସିଡି ଯୋଜନା। ଏହି ଯୋଜନାରେ ଆପଣମାନେ ସାମିଲ ହେବା ପାଇଁ ହେଲେ ଉଭୟ ପ୍ରଣାଳୀରେ ଆପଣମାନେ ଆବେଦନ କରିପାରିବେ। ଆପଣ ଜାଣିଥିବେ, ଏଇଟା ବର୍ତ୍ତମାନ ଡିଜିଟାଲ ଦୁନିଆ। ସର୍ବପ୍ରଥମେ ଅନଲାଇନ୍ ମାଧ୍ୟମରେ ଆପଣ ଚାହିଁଲେ ଆବେଦନ କରିପାରିବେ, ଦ୍ୱିତୀୟତଃ ଆପଣମାନେ ଅଫଲାଇନ୍ ମାଧ୍ୟମରେ ବି ଆବେଦନ କରିପାରିବେ। ଆବେଦନ କରିବା ପାଇଁ ସରକାରଙ୍କ ତରଫରୁ ଦୁଇ ପ୍ରକାର ବ୍ୟବସ୍ଥା ରହିଛି। ଆପଣମାନଙ୍କର ସୁବିଧା ଅନୁସାରେ ଆପଣମାନେ ଆବେଦନ କରିପାରିବେ। ଆପଣ ଅନଲାଇନ୍ ମାଧ୍ୟମରେ ଘରେ ବସି ନିଜର ମୋବାଇଲ ମାଧ୍ୟମରେ କରନ୍ତୁ, ନଚେତ ଆପଣ ଅଫଲାଇନ୍ ମାଧ୍ୟମରେ କୃଷି ବିଭାଗ ଅଫିସକୁ ଯାଇ ମଧ୍ୟ ଫର୍ମ ଆଣି ଆବେଦନ କରିପାରିବେ। ତ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଯୋଜନାରେ କେଉଁ ଚାଷୀମାନେ ଆବେଦନ କରିପାରିବେ, କେଉଁ ଚାଷୀମାନଙ୍କୁ ଏହି ମେସିନ୍ ଗୁଡ଼ିକୁ ମିଳିପାରିବ, ତାହା ପୁଣି 80% ସବସିଡିରେ। ଯେଉଁ ଚାଷୀମାନେ ଫାର୍ମର ରେଜିଷ୍ଟ୍ରି କରିଛନ୍ତି, ତ ସେମାନଙ୍କ ପାଇଁ ଏହି କିଷାନ ସବସିଡି ମେସିନ୍ ଯୋଜନା ଉପଲବ୍ଧ ରହିଛି। ଯଦି ଆପଣ ଫାର୍ମର ରେଜିଷ୍ଟ୍ରି କରିନାହାନ୍ତି, ତାହେଲେ ଆପଣମାନେ କିଷାନ ମେସିନ୍ ସବସିଡି ଯୋଜନାରେ ସାମିଲ ହୋଇପାରିବେନି। ସରକାରଙ୍କ ତରଫରୁ ଏହି ଯୋଜନାରେ ଆପଣମାନେ ସାମିଲ ହୋଇ ଲାଭ ଉଠାଇ ପାରିବେନି। ଯଦି ଏପର୍ଯ୍ୟନ୍ତ ଆପଣମାନେ ଫାର୍ମର ରେଜିଷ୍ଟ୍ରି କରିନାହାନ୍ତି, ତାହେଲେ ଆପଣମାନେ କରିନିଅନ୍ତୁ। ଯଦି ଏଇଭଳି ଯୋଜନାରୁ ଆପଣମାନେ ଲାଭ ଉଠାଇବା ପାଇଁ ଚାହୁଁଛନ୍ତି, କିନ୍ତୁ ଆପଣମାନେ ଫାର୍ମର ରେଜିଷ୍ଟ୍ରି କରିବେ କେଉଁଠୁ? ତ ଦେଖନ୍ତୁ, ସରକାରଙ୍କ ତରଫରୁ ପ୍ରତ୍ୟେକ ପଞ୍ଚାୟତରେ କ୍ୟାମ୍ପ ଗୁଡ଼ିକ ଚାଲୁଥିଲା। ସେ କ୍ୟାମ୍ପ ଗୁଡ଼ିକ ମାଧ୍ୟମରେ ଫାର୍ମର ରେଜିଷ୍ଟ୍ରି ବିନା ମୂଲ୍ୟରେ ଚାଷୀମାନେ କରିଛନ୍ତି। ଯଦି ଆପଣମାନେ କ୍ୟାମ୍ପ ମାଧ୍ୟମରେ କରିନାହାନ୍ତି, ତାହେଲେ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯିବେ। ସେଠି ଆପଣମାନଙ୍କର ଆବଶ୍ୟକତା ଡକୁମେଣ୍ଟସ୍ ଲାଗିବ, ଯେମିତିକି ଆପଣମାନଙ୍କର ଜମିର କାଗଜପତ୍ର, ଆଧାର କାର୍ଡ଼, ତା ସହିତ ଆପଣମାନଙ୍କର ପାସପୋର୍ଟ ସାଇଜ୍ ଫଟୋ, ଯାହା ବି ଆବଶ୍ୟକତା ଡକୁମେଣ୍ଟସ୍ ରହିଛି ଆପଣମାନଙ୍କୁ ସାଙ୍ଗରେ ନେଇକି ଯିବା ପାଇଁ ପଡ଼ିବ। ଆପଣ ମାତ୍ର 5 ମିନିଟ୍ରେ
फार्मर रेजिस्ट्री ହେଇଯିବ। ଯଦି ଆପଣଙ୍କ ନାମରେ ଜମି ରହିଛି ତାହେଲେ ଆପଣମାନେ ଫାର୍ମର ରେଜିଷ୍ଟ୍ରି କରିବା ପାଇଁ କୌଣସି ଅସୁବିଧାରେ ସମ୍ମୁଖୀନ ହେବେ ନାହିଁ। ଏହି ଯୋଜନାରେ କେଉଁମାନେ ସାମିଲ ହୋଇପାରିବେ? ଯେଉଁମାନେ କ୍ଷୁଦ୍ର ନାମମାତ୍ରା ଚାଷୀ ସେମାନେ ଏହି ଯୋଜନାରୁ ଲାଭ ଉଠାଇ ପାରିବେ। ତା ସହିତ ଆପଣମାନେ ପ୍ରତିବର୍ଷ ରବି ଫସଲ ଖରିଫ ଫସଲ କରୁଥିବା ଦରକାର। ଦେଖନ୍ତୁ, ଚାଷୀଙ୍କ ପାଇଁ କାମକୁ ସହଜ ଏବଂ ଅଧିକ ଲାଭଦାୟକ କରିବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ଆସିଛି। ଏବେ ଆପଣମାନେ ଭାରୀ ଏବଂ ମହଙ୍ଗା ଯନ୍ତ୍ରପାତି କିଣିବା ବହୁତ ସହଜ ହୋଇଯାଇଛି। କୃଷି ଯନ୍ତ୍ରୀକରଣ ଯୋଜନା ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରେ। ଏହି ଯୋଜନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ହଳ କରିବା ଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ପ୍ରାୟ 91 ପ୍ରକାରର କୃଷି ଉପକରଣ ଉପରେ ଯଥେଷ୍ଟ ରିହାତି ଆପଣମାନେ ପାଇପାରିବେ। ଦେଖନ୍ତୁ, ଯଦି ଆଜିକା ଡେଟ୍ରେ ଆପଣମାନେ ଭାରୀ ଏବଂ ମହଙ୍ଗା ଯନ୍ତ୍ରପାତି କିଣିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନେ ସହଜରେ କିଣିପାରିବେ। ଆପଣମାନେ କିଛି ଟଙ୍କା ଇନଭେଷ୍ଟରେ ଆପଣମାନେ ଭାରୀ ମହଙ୍ଗା ଯନ୍ତ୍ରପାତି କିଣିପାରିବେ। ତ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣମାନେ ହଳ କରିବା ଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ଯେଉଁ ଯନ୍ତ୍ରପାତି ଗୁଡ଼ିକର ଆବଶ୍ୟକତା ରହିଛି, ଏମିତି ଦେଖିବାକୁ ଗଲେ ପ୍ରାୟ ଆପଣମାନେ 91 ପ୍ରକାରର କୃଷି ଉପକରଣ ଆପଣମାନେ କିଣିପାରିବେ। ତ କେଉଁ ଯନ୍ତ୍ରପାତିରେ ଅଧିକ ସବସିଡି ମିଳୁଛି, କେଉଁ ଯନ୍ତ୍ରପାତିରେ ଆପଣମାନଙ୍କୁ କମ୍ ସବସିଡି ମିଳୁଛି, ଆପଣମାନଙ୍କର ଯନ୍ତ୍ରପାତି ଉପରେ ଏହା ନିର୍ଭର କରେ। ସବସିଡି ଟଙ୍କା ଅଧିକ ମୂଲ୍ୟର ଯନ୍ତ୍ରପାତି ଉପରେ ଆପଣମାନେ ଅଧିକ ସବସିଡି ଟଙ୍କା ପାଇପାରିବେ। କମ୍ ମୂଲ୍ୟ ଯନ୍ତ୍ରପାତିରେ ଆପଣମାନେ କମ୍ ସବସିଡି ଟଙ୍କା ପାଇପାରିବେ। ଆଧୁନିକ ଯନ୍ତ୍ରପାତି ବ୍ୟବହାର କରିବା ଦ୍ୱାରା କେବଳ ଆପଣମାନଙ୍କର ସମୟ ବଞ୍ଚିବ ନାହିଁ, ବରଂ ଫସଲ ଉତ୍ପାଦନ ମଧ୍ୟ ବହୁଗୁଣିତ ହେବ। ଯଦି ଆପଣ ମଧ୍ୟ ଆପଣମାନଙ୍କର ପୁରୁଣା କୃଷି ପଦ୍ଧତିକୁ ଅପଗ୍ରେଡ୍ କରିବାକୁ ଏବଂ ସରକାରୀ ପାଣ୍ଠିର ପୂର୍ଣ୍ଣ ଲାଭ ଉଠାଇବାକୁ ଚାହାନ୍ତି, ତେବେ ଏହି ସୁଯୋଗ ଆପଣଙ୍କ ପାଇଁ ଏବେ ଲଟେରୀ ଠାରୁ କମ୍ ନୁହଁ। ଏହି ଯନ୍ତ୍ରଗୁଡ଼ିକରେ ସବସିଡି ଏହି ଯୋଜନାରେ ରୋଟାରୀ ମଲ୍ଚର, ସୁପର ସିଡର ଏବଂ ଧାନ ପ୍ରତିରୂପଣକାରୀ ଭଳି ଉଚ୍ଚ ପ୍ରଯୁକ୍ତିବିଦ୍ୟା ଉପକରଣ ଅନ୍ତର୍ଭୁକ୍ତ। ସମାଜର ସମସ୍ତ ବର୍ଗ ପାଇଁ ସମାନ ଲାଭ ନିଶ୍ଚିତ କରିବା ପାଇଁ ସରକାର ସବସିଡିକୁ ବର୍ଗ ଅନୁସାରେ ବିଭକ୍ତ କରିଛନ୍ତି। ସାଧାରଣ ବର୍ଗର ଚାଷୀମାନେ 40ରୁ 50% ରିହାତି ପାଉଥିବା ବେଳେ ଅନୁସୂଚିତ ଜାତି ଏବଂ ଜନଜାତି ଚାଷୀଙ୍କ ପାଇଁ ଏହି ସଂଖ୍ୟା 80% ପର୍ଯ୍ୟନ୍ତ ବୃଦ୍ଧି ପାଏ। ଦେଖନ୍ତୁ, ଯଦି ଆପଣ ଜଣେ କ୍ଷୁଦ୍ର ନାମମାତ୍ରା ଚାଷୀ, ଆପଣମାନଙ୍କର ବର୍ଗ OBC କି SCBC ରହିଛି, ତାହେଲେ ଆପଣମାନେ 40%ରୁ 50% ପର୍ଯ୍ୟନ୍ତ ଆପଣମାନେ ସବସିଡି ପାଇପାରିବେ। ଯଦି ଆପଣମାନେ SC ST ହୋଇଥିବେ ତାହେଲେ ଆପଣମାନେ 80% ପର୍ଯ୍ୟନ୍ତ ସବସିଡି ପାଇପାରିବେ। ଦେଖନ୍ତୁ, ଆପଣମାନେ ଏହି ବିଶାଳ ରିହାତି ଯୋଗୁଁ ମିନି ରାଇସର ମିଲ୍ ଭଳି ବଡ଼ ପ୍ରକଳ୍ପ ସ୍ଥାପନ କରିପାରିବେ। ଏବେ ବହୁତ ସହଜ ହୋଇଯାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ମେସିନ୍ ଗୁଡ଼ିକର ଏତେ ଲମ୍ବା ତାଲିକା ଅଛି ଯେ ଆପଣ ଆପଣମାନଙ୍କର ଆବଶ୍ୟକତା ଅନୁସାରେ ଯେକୌଣସି ମେସିନ୍ ବାଛିପାରିବେ। ସଠିକ୍ ସବସିଡି ବାଛିବା ଦ୍ୱାରା ଆପଣ ଆପଣମାନଙ୍କର ଖର୍ଚ୍ଚ ଆଧାରରୁ ଅଧିକ ହ୍ରାସ କରିପାରିବେ।